ସମସ୍ତଙ୍କୁ ସ୍ୱାଗତ। ଆମେ ପୂର୍ବ ଭିଡିଓରେ 20ଟି ପ୍ରଶ୍ନ ଆଲୋଚନା କରିଥିଲେ। ଆଜି ଆମେ 21 ନମ୍ବର ପ୍ରଶ୍ନରୁ ଏହାର ଉତ୍ତର ଏବଂ ପ୍ରଶ୍ନ ସମ୍ବନ୍ଧୀୟ ସଂଲଗ୍ନ କିଛି ପ୍ରଶ୍ନ ଆଲୋଚନା କରିବା। ପୂର୍ବ କ୍ଲାସରେ କିଛିଟା ତ୍ରୁଟି ରହିଥିଲା ଯାହା ମୁଁ କମେଣ୍ଟ ବକ୍ସରେ ଆପଣ ମାନଙ୍କୁ ଜଣେଇ ଦେଇଛି। ସେଟା ମୁକୁର ପତ୍ରିକା ଏବଂ ଭୁଲରେ ଆପଣ ମାନଙ୍କୁ ମୁଖ୍ୟ ସମ୍ପାଦକ ବ୍ରଜସୁନ୍ଦର ଦାସଙ୍କୁ ମୁଁ ବୁଝିବାର ପତ୍ରିକାର ସମ୍ପାଦକ ଭାବରେ ଆପଣ ମାନଙ୍କୁ ଜଣେଇଥିଲି, କିନ୍ତୁ ସେଇଟା ସାଧାରଣତଃ ମୋର ଭୁଲ ଥିଲା। ସେଟା ମୁଁ ସ୍ପଷ୍ଟୀକରଣ ଦେଇଦେଇଛି। ତେବେ ଆରମ୍ଭ କରିବା ଆଜି 21 ନମ୍ବର ପ୍ରଶ୍ନର ଉତ୍ତରଠୁ। 21 ନମ୍ବର ପ୍ରଶ୍ନ ଆପଣ ମାନେ ଦେଖିପାରୁଥିବେ। ପ୍ରଶ୍ନଟି ହଉଛି, କେଉଁ ଉପନ୍ୟାସକୁ ଗୋପୀନାଥ ମହାନ୍ତିଙ୍କ ଚେତନା ପ୍ରବାହ ଧର୍ମୀ ଉପନ୍ୟାସର ମାନ୍ୟତା ମିଳେ? ଗୋପୀନାଥ ମହାନ୍ତିଙ୍କର ଚେତନା ପ୍ରବାହ ଧର୍ମୀ ଉପନ୍ୟାସ କେଉଁଟି? ପ୍ରଥମ ଅପସନ ଅନଳ ନଳ, ଦ୍ୱିତୀୟ ମନର ନିଆଁ, ତୃତୀୟ ଜାନକାମ୍ମା, ଚତୁର୍ଥ ଲୟ ବିଲୟ। এই ଚାରୋଟି ଉପନ୍ୟାସ ଭିତରୁ କୋଉଟା ଆମର ଗୋପୀନାଥଙ୍କର ଚେତନା ପ୍ରବାହ ଧର୍ମୀ ଉପନ୍ୟାସ? ଚେତନା ପ୍ରବାହ ମାନେ ମୁଁ ଆପଣଙ୍କୁ ସାଧାରଣତଃ କହିଦିଏ ଯେ ଯେଉଁଠି ଉପନ୍ୟାସଟି ନାୟକ କିମ୍ବା ନାୟିକାର ଚରିତ୍ରର ଭାବନାତ୍ମକ ଚିନ୍ତାଧାରାକୁ ନେଇକରି ବିକଶିତ ହୁଏ, ବା ଯାହା ମନର ଭାବନା ଯହିଁରେ ବିଷୟ ଭାବରେ ପ୍ରକାଶିତ ହୁଏ। ଚେତନା ବା ଚିନ୍ତନ, ଯାହା ଚିନ୍ତା ଭିତରେ ବା ଚେତନା ଭିତରେ ବା ଅବଚେତନ ମନରେ ଯୋଉ ଜିନିଷଟି ଆମର ଘୁରି ବୁଲୁଥାଏ ବା ଯୋଉ ବିଷୟଟି ପ୍ରକାଶିତ ହୁଏ ଉପନ୍ୟାସ ଭିତରେ, ବା ଚରିତ୍ରର ଅନ୍ତଃ ମନର ଯୋଉ ବିଚାର ବା ଭାବନା ବା ଅତୀତର କୌଣସି ଏକ ଘଟଣାର ମନ୍ଥନ ମନ ଭିତରେ ଚାଲିଥିବ, ଏଇ ପ୍ରକାର ଉପନ୍ୟାସକୁ ଆମେ ଚେତନା ପ୍ରବାହୀ ଉପନ୍ୟାସ ବୋଲି କହୁଛେ। ଏବଂ ଓଡିଆ ସାହିତ୍ୟରେ ଏ ପ୍ରକାର ଉପନ୍ୟାସ ଲେଖା ହେଇଛି। ଯୋଉ ସବୁ ଉପନ୍ୟାସଟି ଅପସନ ଭାବରେ ଦିଆଯାଇଛି, ଅନଳ ନଳ, ମନର ନିଆଁ, ଜାନକାମ୍ମା, ଲୟ ବିଳୟ। ଅନଳ ନଳ ତ କେତେବେଳେ ମଧ୍ୟ ନୁହଁ, କାହିଁକି ନା ଏଇଠାରେ ଯୋଉ ସୁନ୍ଦରୀ ନାମକ ଯୋଉ ଜଣେ ଚରିତ୍ର, ତାର ସଂଘର୍ଷର କଥା ଏଠି କୁହାଯାଇଛି ଏବଂ ତାର ପରବର୍ତ୍ତୀ ସମୟରେ ବିବାହିତ ଜୀବନର ଘଟଣା ଏଠି ବର୍ଣ୍ଣନା କରାଯାଇଛି। ମନର ନିଆଁ ମଧ୍ୟ ନୁହଁ, କାହିଁକି ନା ଏଠି ଗୋପୀନାଥ ମହାନ୍ତି କୌଣସି ଏକ ସହରର ଧନୀ ଲୋକର ବାହାଘର ସମ୍ପର୍କରେ ଉପନ୍ୟାସ ରଚନା ହେଇଛି। ଲୋକମାନେ ଆସିଛନ୍ତି, ତାଙ୍କ ଭିତରେ ବିଭିନ୍ନ କଥା ପ୍ରସଙ୍ଗ ହେଇଛି, ତାପରେ ପୁଣି ଲୋକ ଚାଲି ଯାଇଛନ୍ତି ଏବଂ ୟା ଭିତରେ ପୁଣି ଯୋଉ ଡାକ୍ତର ବେଦବ୍ୟାସ ବଳବନ୍ତ ରାୟ ଏହାର ଚରିତ୍ର, ତାର ମନର ମାନସିକ ଯୋଉ ଚିନ୍ତା ଧାରାଟି ଏଠି ପ୍ରକାଶ ପାଇଛି। ତାପରେ ଆସିଲା ଜାନକାମ୍ମା। ଜାନକାମ୍ମା ମଧ୍ୟ ଏକ ସେଇଭଳି ଉପନ୍ୟାସ, ଯୋଉଠି ଆନ୍ଧ୍ର ଶ୍ରୀକାକୁଳମ ଗୋଟେ ତେଲୁଗୁ ପରିବାର 18 ବର୍ଷର ଝିଅ, ଯାହା ଜୀବନର ସଂଘର୍ଷର କଥା ଗୋପୀନାଥ ଏଠି ଉଲ୍ଲେଖ କରୁଛନ୍ତି। ତେଣୁ ଏଇ ତିନୋଟି ମଧ୍ୟରୁ କୋଉଟା ମଧ୍ୟ ନୁହଁ। ତେଣୁ ସଠିକ ଉତ୍ତରଟି ହଉଛି ଆମ ଲୟ ବିଲୟ। ଲୟ ବିଲୟ ହଉଛି ସେ ଉପନ୍ୟାସ ଯହିଁରେ ଗୋପୀନାଥ ତରୁଣ ରାୟ ନାମକ ଚରିତ୍ର, ଯିଏ ପଶ୍ଚିମ ବଙ୍ଗଳର ଜଣେ ଅଧିବାସୀ, ଯିଏ ଯେତେବେଳେ ଆସିଛି ପୁରୀ ଆସିବା ସମୟରେ ତାର ସେ ଯୋଉ ମନ ଭିତରେ ଭାବନା ପ୍ରକାଶ ପାଇଛି ଏବଂ ପୁରୀ ସହରର ତ ସହିତ ମହୋଦଧି ଜଗନ୍ନାଥ ଦର୍ଶନ ସମ୍ବନ୍ଧୀୟ ଏକ ବହୁତ ସୁନ୍ଦର ଉପନ୍ୟାସ ହଉଛି ଲୟ ବିଲୟ। ଆପଣ ମାନେ ତାକୁ ପଢିବା ନିଶ୍ଚିତ ଭାବରେ ଜାଣିପାରିବେ। ତେଣୁ ଇଏ ହଉଛି ସଠିକ ଉତ୍ତର, ଲୟ ବିଲୟ ତାଙ୍କର ଚେତନା ପ୍ରବାହୀ ଉପନ୍ୟାସ। ତାପରେ ଆମେ ଆସିବା ପରବର୍ତ୍ତୀ ପ୍ରଶ୍ନ,
22 नंबर प्रश्न समुद्र क्षुधा काହାର प्रथम प्रकाशित क्षुद्र गल्प समुद्रर क्षुधा काହାର प्रथम प्रकाशित क्षुद्र गल्प ऑप्शन 1 रवि पट्टनायक ऑप्शन 2 रामचंद्र बेहेरा ऑप्शन 3 मनोज दास ऑप्शन 4 शांतनु कुमार आचार्य तेणु प्रथम प्रकाशित गल्प बा क्षुद्र गल्प यदि आम देखा रवि पट्टनायक प्रथम प्रकाशित क्षुद्र गल्प होची असामाजिक डायरी जहाँ 1965 मसीह प्रकाश पाउछि सेमती रामचंद्र बेहेरा यदि आम देखा प्रथम गल्प द्वितीय श्मशान 1976 मसीह प्रकाश पाउछि एवं शांतनु आचार्य मनमर मर्मर जोटा कि 1962 मसीह प्रकाश पाउछि पिला मानको खेल को लेकर आरंभ होता परिशेष भयानक दुर्घटना घटवार विषयटी गल्परे क्षुद्र गल्परे गाल्पिक उपस्थापन कर बाकी जोटा रहा आमर 3 नंबर ऑप्शन मनोज दास प्रथम एटा निश्चित भाव समस्त जानते समुद्रर क्षुधा एटा 1949 मसीह प्रकाश लेखा होची प्रकाश होची 1950 किसी जगह 1949 किसी जगह 1950 देछि तेणु सठिक उत्तरटी हबो मनोज दास समुद्रर क्षुधा तापर आमे आसीबा 23 नंबर प्रश्न को 23 नंबर प्रश्न केउ संकलन दुईटी महापात्र नीलमणि साहुंकर यथाक्रम प्रथम और शीर्ष गल्प संकलन एटी जेते सब भी देछि सब गुडा को तांकर गल्प कि आमको बाछियार अछि कोडा प्रथम एवं कोडा शेष मिछ बाघ पाप मुक्ति मु कहि दिए कोटा को समय प्रकाश पाउछि मिछ बाघ 1955 प्रकाश एवं जो पाप मुक्ति प्रकाश पाउछि 1986 रे से काल पखाळ प्रकाश पाउछि तांका 1978 रे लौकिक जोड़ा प्रकाश पाउछि 1978 ए 83 रे 1978 ए 1983 तापर जो रहिला 3 नंबर प्रेम त्रिभुज 1952 मसीहा एवं बाईधरंग राजযোଗ तांकर शीर्ष लेखा एरो सठिक समय मु निरूपण करि पारि नाही जदि कि जानि थांती कहिबे कमेंट बॉक्स रे एवं विष्णु माया तांकर प्रकाश पाउछि 1962 एवं अंधरातिर सूर्य 1971 तबे प्रथम जोटा आमर रोची कोन प्रेम त्रिभुज तेणु तांकर प्रथम यदि प्रेम त्रिभुज हैला शेष बायतरंग राजযোଗ तेणु सठिक उत्तरटी हबो हमर 3 नंबर ऑप्शन जोटा कि रहिछि कोन प्रेम ओ त्रिभुज ओ बायधरंग राजযোଗ ये हबो तांकर प्रथम एवं ये होछि शेष गल्प संकलन परवर्ती क्वेश्चन को आसीबा 24 नंबर प्रश्न क्यों विकल्प सहित रामचंद्र बेहेरा संपृक्त आपण माने अति सहज प्रश्न पाठ देई होउछि बीणापाणी महांतींकर पुरस्कार प्राप्त गल्प संकलन एवं गोपपुर समस्त जानिथिबे रामचंद्र बेहेरांकर संपृक्ति सहित ही रहिछि मु तण कहूनी से कथा विचित्र वर्णा बाकी गुडा को हम देखिबा कोटा कहार एटा मन रखि आपण पई माने गुरुत्वपूर्ण पाठ देई मु कहली आमर बीणापाणी महांती विचित्र वर्णा होउछि गाल्पिक रवि पट्टनायक सेमती चलंती ठाकुर ये होउछि शांतनु कुमार आचार्यंकर तेणु ये पाठ देई होउछि बीणापाणी महांती गोपपुर रामचंद्र बेहेरा विचित्र वर्णा रवि पट्टनायक एवं चलंती ठाकुर होउछि हमर गाल्पिक शांतनु कुमार आचार्यंकर तो सठिक उत्तर गोपपुर 25 नंबर प्रश्न को आसीबा क्यों समालोचना पुस्तक पई चिंतामणि बेहेरा साहित्य एकेडमी द्वारा पुरस्कृत सहज प्रश्न सीधा सड़क प्रश्न एटर किछि सब गुडा को तांको निजस्व लिखित पुस्तक समालोचना पुस्तक यार सठिक उत्तर हबो कला दृष्टि पई से हमर 1985 मसिया रे ओडिशा साहित्य एकेडमी पुरस्कार लाभ करथिले बाकी अन्य गुडा को मते तांकर बहु
ଯାହାକି ଆମେ ଯଦି କହିପାରିବା ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୋଟେ ଗୋଟେ ଅନବଦ୍ୟ ଅବଦାନ ତାଙ୍କର ସମାଲୋଚନା ସାହିତ୍ୟ ପ୍ରତି ଚିନ୍ତାମଣି ବେହେରାଙ୍କର। 26 ନମ୍ବର ପ୍ରଶ୍ନକୁ ଆସିବା। 26 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ପୁସ୍ତକ ମଧ୍ୟରେ କେଉଁଟି ଶୈଲେନ୍ଦ୍ର ବାରିକଙ୍କ ରଚନା? ଏଠି ଶୈଲେନ୍ଦ୍ର ବାରିକ ହଉଛନ୍ତି ଜଣେ, ଏଇଠି ଯଦି କବି ଭାବରେ ଆପଣ ମାନେ ବିଚାର କରିବେ ତାହେଲେ ଏଠି ସଠିକ ଉତ୍ତର ଆପଣ ମାନେ ଏଠି ଜାଣିପାରିବେ ନାହିଁ। ଏଠି ଶୈଲେନ୍ଦ୍ର ବାରିକ ଯଦିଓ ଜଣେ କବି, ଏଠି ଯୋଉ ସବୁ ପୁସ୍ତକର ନାଁ ଦିଆ ହେଇଛି, ରଚନାର ନାଁ ଦିଆ ହେଇଛି, ଏସବୁ ହଉଛି ପ୍ରବନ୍ଧ ଏବଂ ରମ୍ୟ ରଚନା। ତେଣୁ ହୁଏତ ଆପଣ ମାନେ ଜାଣିପାରୁଥିବେ ଅନ୍ଧାର ଝୋଟି ଚିତା ହଉଛି ଆମର ସୀତାକାନ୍ତ ମହାପାତ୍ରଙ୍କର ପ୍ରବନ୍ଧ ସଂକଳନ। ସେମିତି ମୁଁ ଉତ୍ତର ସିଧାସଳଖ କହିଦଉଛି ଆଉ ଆପଣ ମାନଙ୍କୁ ସସ୍ପେନ୍ସ ରଖୁନି। ଯୋଉମାନେ ଜାଣିଥିବେ କମେଣ୍ଟ ବକ୍ସରେ ଜଣେଇ ପାରିବେ ବା ଆପଣ ମାନେ ଚିନ୍ତା କରିପାରିବେ, ସେଠି ମୁଁ ତେଣୁ ଆଉ କହୁନାହିଁ। ଶବ୍ଦ ସବୁ ସରିଗଲା ପରେ ଇଏ ହଉଛି ଆମର ଶୈଲେନ୍ଦ୍ର ବାରିକଙ୍କର ଲେଖା ବା ରଚନା। ତେଣୁ ଇଏ ହଉଛି ସଠିକ ଉତ୍ତର। ବାକି ଚିହ୍ନା ମାଟି ଅଚିହ୍ନା ଆକାଶ ଜାଣିଥିବେ ବହୁ ଚର୍ଚିତ ପୁସ୍ତକ ଦାଶରଥୀ ଦାସଙ୍କର, ଏବଂ ଚିତ୍ର ଓ ପ୍ରତିମା ଇଏ ମଧ୍ୟ ଏକ ବହୁ ଚର୍ଚିତ ପୁସ୍ତକ, ଯୋଉଟା ନିତ୍ୟାନନ୍ଦ ମହାପାତ୍ରଙ୍କର ରମ୍ୟ ରଚନା ଭାବରେ ଆପଣ ମାନେ ଜାଣିଥିବେ। ତେଣୁ ଏଟା ସଠିକ ଉତ୍ତର ହବ ଶବ୍ଦ ସବୁ ସରିଗଲା ପରେ। ଇଏ ହଉଛି ଶୈଲେନ୍ଦ୍ର ବାରିକଙ୍କର ପୁସ୍ତକ ବା ରଚନା। ଆସିବା ପରବର୍ତ୍ତୀ ପ୍ରଶ୍ନ, କେଉଁଟି ଠିକ? ଏଭଳିଆ ପ୍ରଶ୍ନ ଦେଲେ ପ୍ରଥମ କଥା ଆପଣ ମାନେ ଦେଖିବେ ଯେ ଲେଖକ ଏବଂ ପୁସ୍ତକ ଯାହା ଦେଇଛି ଏ ଦୁଇଟି ଉପରେ ଆମର ଗୁରୁତ୍ୱ। ଯଦି ଆମେ ଲେଖକଙ୍କ ନାଁ ଜାଣିଛେ, ଲେଖକଙ୍କ କାବ୍ୟ କୃତି ଜାଣିଛେ, ତାହେଲେ ଏଇଟା ଠିକ କରିବାରେ ଆମର କିଛି ଅସୁବିଧା ନାହିଁ। ଆଉ ଯଦି ଆମେ ପୁସ୍ତକ ଜାଣିଛେ ତାହେଲେ ଲେଖକଙ୍କ ନାଁ ଅଟୋମେଟିକ ଆମେ ଜାଣିପାରିବା। ତେଣୁ ଏଇଠି ଗୋଟେ ଟ୍ରିକ୍ ଆପ୍ଲାଏ କରିବା ଯେ ଆମେ ଯୋଉ ଯୋଉ ଲେଖକଙ୍କୁ ଜାଣିଛେ ଏବଂ ସେ ଯୋଉ ପ୍ରକାରର ସମାଲୋଚନା ପୁସ୍ତକ ଲେଖନ୍ତି ବା ଯୋଉ ପ୍ରକାର ତାଙ୍କ ଲେଖାର ବିଷୟ ବିନ୍ୟାସ ଯୋଉ ଭଳିଆ ରହେ, ତାକୁ ଯଦି ଆମେ ଅନୁମାନ କରି ଏଠି ଠିକ କରିପାରିବା। ନଚେତ ଆମେ ପୁସ୍ତକ ଯଦି ପଢିଛେ କିମ୍ବା ତାକୁ ଆମେ ଜାଣିଛେ, ତାହେଲେ ସିଧାସଳଖ ଉତ୍ତର କହିବାର କିଛି ଅସୁବିଧା ନାହିଁ। ତେଣୁ ଏଠି କୃଷ୍ଣଚରଣ ବେହେରା ଓଡ଼ିଶାର ଯାତ୍ରା ଓ ପାରମ୍ପରିକ ଲୋକପ୍ରିୟ ନାଟ୍ୟ ଧାରା ପୁସ୍ତକର ସ୍ରଷ୍ଟା। କୋଉଟା ଠିକ ବୋଲି ସେ କହୁଛି ଦେଖିବା। ରବୀନ୍ଦ୍ରନାଥ ସିଂହ ଓଡ଼ିଆ ସାହିତ୍ୟରେ ତ୍ରିବେଣୀ ଯୁଗ ସମାଲୋଚନା ଗ୍ରନ୍ଥର ରଚୟିତା। ସାହିତ୍ୟ ବିଚାର ପୁସ୍ତକ ସ୍ରଷ୍ଟା ତାରିଣୀ ଚରଣ ରଥ। ଚିତ୍ର ଓ ଚରିତ୍ର ଶ୍ରୀନିବାସ ମିଶ୍ରଙ୍କର ଏକ ଅନବଦ୍ୟ କୃତି। ଏଇ ଯୋଉ ବ୍ୟକ୍ତି ଏବଂ ତାଙ୍କର ରଚନା, ୟାକୁ ବର୍ତ୍ତମାନ ଆମେ ଟେଲି କରିବା। ମୁଁ କହିଦଉଛି ଉତ୍ତର ଗୁଡାକ କିଏ କଣ ଲେଖିଛନ୍ତି। କୃଷ୍ଣଚରଣ ବେହେରା ଯୋଉଟା ଅଛି ଓଡ଼ିଶାର ଯାତ୍ରା ଓ ପାରମ୍ପରିକ ଲୋକପ୍ରିୟ ନାଟ୍ୟ ଧାରା ପୁସ୍ତକର ସ୍ରଷ୍ଟା, ଇଏ ହଉଛି ସଠିକ ଉତ୍ତର। ବାକି ଗୁଡାକ ଦେଖନ୍ତୁ, ମୁଁ ଲେଖକ ମାନଙ୍କ ନାଁ କୁ ଯାଉନାହିଁ। ଯୋଉ ଯୋଉ ପୁସ୍ତକ ଅଛି ପୁସ୍ତକର ଲେଖକ ମାନଙ୍କ ନାଁ ଖାଲି କହିଦଉଛି। ଏଠି ସାହିତ୍ୟରେ ତ୍ରିବେଣୀ ଯୁଗ ଯୋଉ ପୁସ୍ତକଟି ରହିଛି, ଓଡ଼ିଆ ସାହିତ୍ୟ ତ୍ରିବେଣୀ ଯୁଗ, ଏହାର ଲେଖକ ହଉଛନ୍ତି ଯଦୁନାଥ ଦାସ ମହାପାତ୍ର। ସେମିତି ସାହିତ୍ୟ ବିଚାର ପୁସ୍ତକ ସ୍ରଷ୍ଟା ହଉଛନ୍ତି ତାରିଣୀ ଚରଣ ଦାସ ନୁହନ୍ତି। ଏର ସଠିକ ରଚୟିତା ହଉଛନ୍ତି ପଠାଣି ପଟ୍ଟନାୟକ, ପ୍ରାବନ୍ଧିକ ପଠାଣି ପଟ୍ଟନାୟକ। ତାଙ୍କ ଦ୍ଵାରା ସାହିତ୍ୟ ବିଚାର ପୁସ୍ତକଟି ରଚିତ। ସେମିତି ଚିତ୍ର ଓ ଚରିତ୍ର, ଏଇ ଯୋଉ ଲେଖକଙ୍କ ନାଁ ଦିଆଯାଇଛି ଭୁଲ ଦିଆଯାଇଛି। ଚିତ୍ର ଚରିତ୍ର ରଚନା କରିଛନ୍ତି ବା ଲେଖକ ହଉଛନ୍ତି ଚିନ୍ତାମଣି ବେହେରା। ଏ ହଉଛି ଆମର ଚିନ୍ତାମଣି ବେହେରା। ତେଣୁ ପୁଣି ଥରେ ମୁଁ ଆପଣ ମାନଙ୍କୁ କହିଦଉଛି, ସଠିକ ଉତ୍ତରଟି ହଉଛି ଆମର ପ୍ରଥମ ଅପସନ ଯୋଉ ଦେଇଛି କୃଷ୍ଣଚରଣ ବେହେରା ଓଡ଼ିଶାର ଯାତ୍ରା ଓ ପାରମ୍ପରିକ ଲୋକପ୍ରିୟ ନାଟ୍ୟଧାରା ପୁସ୍ତକର ସ୍ରଷ୍ଟା, ହେଉଛି ସଠିକ ଉତ୍ତର। ବାକି ଗୁଡାକ ଲେଖକ ମାନଙ୍କର ନାମ କୁ ମୁଁ ଆଧାର ନ କରି ପୁସ୍ତକର ନାମକୁ ଆଧାର କରି ଆପଣ ମାନଙ୍କୁ କହିଲି। ଓଡ଼ିଆ ସାହିତ୍ୟ ତ୍ରିବେଣୀ ଯୁଗ ଲେଖକ ହଉଛନ୍ତି ଯଦୁନାଥ ଦାସ ମହାପାତ୍ର। ସାହିତ୍ୟ ବିଚାର ଲେଖକ ହଉଛନ୍ତି ପଠାଣି ପଟ୍ଟନାୟକ ଏବଂ ଚିତ୍ର ଚରିତ୍ରର ଲେଖକ ହଉଛନ୍ତି ଚିନ୍ତାମଣି ବେହେରା। ଆସିବା ପରବର୍ତ୍ତୀ ପ୍ରଶ୍ନକୁ, 28 ନମ୍ବର ପ୍ରଶ୍ନ, ଗୋପୀନାଥ ମହାନ୍ତିଙ୍କର ଧୂଳି ମାଟିର ସନ୍ଥ
କେଉଁ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ଉପରେ ଆଧାରିତ? ଧୂଳି ମାଟିର ସନ୍ଥ ଗୋପୀନାଥ ମହାନ୍ତିଙ୍କର କେଉଁ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ଉପରେ ଆଧାରିତ? ପ୍ରାୟତଃ এই क्वेश्चन ଆସେ, ବହୁତ ସହଜ ପ୍ରଶ୍ନ। ଏଠି 4 ଜଣଙ୍କ ନାଁ ଦେଇଛି, ଗୋପବନ୍ଧୁ ଚୌଧୁରୀ, ଗୋପବନ୍ଧୁ ଦାସ, ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ। ଗୋପୀନାଥ ମହାନ୍ତି ଦୁଇଟି ଜୀବନୀ ପୁସ୍ତକ ରଚନା କରିଛନ୍ତି। ଗୋଟେ ହଉଛି ଧୂଳିମାଟିର ସନ୍ଥ ଏବଂ ଅନ୍ୟଟି ହଉଛି ଉତ୍କଳମଣି ଗୋପବନ୍ଧୁ। ତେଣୁ ଉତ୍କଳମଣି ଗୋପବନ୍ଧୁ ତ ସିଧାସଳଖ ଭାବରେ ଆମେ ଜାଣିପାରିବା ଉତ୍କଳବନ୍ଧୁ ଆଉ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ସେଟା ରଚିତ ହେଇଛି। କିନ୍ତୁ ଏଇ ଯୋଉ ଧୂଳିମାଟିର ସନ୍ଥ ପୁସ୍ତକଟି ଇଏ ତାଙ୍କର ଗୋପବନ୍ଧୁ ଚୌଧୁରୀଙ୍କର ଜୀବନୀକୁ ଆଧାର କରିକି ସେ ରଚନା କରିଛନ୍ତି। ତେଣୁ ସଠିକ ଉତ୍ତରଟି ହବ ଆମର ଗୋପବନ୍ଧୁ ଚୌଧୁରୀ। ଏବଂ ଅନ୍ୟଟି ମଧ୍ୟ ଆପଣ ମାନେ ମନେ ରଖିବେ, ତାଙ୍କର ଆଉ ଗୋଟେ ଜୀବନୀ ସାହିତ୍ୟ ହଉଛି ଉତ୍କଳମଣି ଗୋପବନ୍ଧୁ। ଏଟା ମଧ୍ୟ ବହୁ ଚର୍ଚିତ ପୁସ୍ତକ। ଆସିବା ପରବର୍ତ୍ତୀ ପ୍ରଶ୍ନକୁ, 29 ନମ୍ବର ପ୍ରଶ୍ନ। କେଉଁ ନାଟକଟି ଭଞ୍ଜ କିଶୋର ପଟ୍ଟନାୟକଙ୍କର ନୁହେଁ? ଯେତେବେଳେ ଏ ପ୍ରକାର ଜିନିଷ ଆପଣ ମାନଙ୍କୁ ପ୍ରଶ୍ନ ଆସିବ ନୁହେଁ, ଆପଣ ମାନେ ବ୍ୟସ୍ତ ଜମାରୁ ହେବେ ନାହିଁ। ଅନେକ ସମୟରେ ଆମେ କୋଉଟା ଭାବିକିରି ଉତ୍ତର ଚୟନ କରିଦଉ, କାହିଁକି ନା ଏଇ ଭୁଲ ଆମେ ପ୍ରାୟତଃ କରୁ ଏବଂ ମୁଁ ମଧ୍ୟ କରିଛି ଅନେକ ଥର। ତେଣୁ ଆମେ ଧୈର୍ଯ୍ୟର ସହିତ ପ୍ରଥମେ ପ୍ରଶ୍ନକୁ ପଢିବା, ପ୍ରଶ୍ନ କଣ କହୁଛି। ତେଣୁ ପ୍ରଶ୍ନ ସଠିକ ଭାବରେ ବୁଝି ସାରିଲା ପରେ ଆମେ ଉତ୍ତରଟି ଚୟନ କରିବା। କେଉଁଟି ନୁହେଁ ଦେଖିବା, କୋଉ କୋଉ ଜିନିଷ ବା କୋଉ କୋଉ ନାଟକ ତାଙ୍କର ପ୍ରଥମେ ଆମେ ଜାଣିବାକୁ ପଡିବ। କଣ କଣ ଅଛି? ମମତା, ଜହର, ଜୟମାଲ୍ୟ, ମାଣିକ ଯୋଡି। କିଛି ନାଟକ ସିଧାସଳଖ ଭାବରେ ଜଣା ପଡି ଯାଉଛି କୋଉଟା ତାଙ୍କର। ମାଣିକ ଯୋଡି ଯେମିତି, ଜୟମାଲ୍ୟ ଆପଣ ମାନେ ପଢିଥିବେ ହାଇସ୍କୁଲ କିମ୍ବା ୟୁପି ସ୍କୁଲ ହାଇସ୍କୁଲ କିମ୍ବା ଆମର ମନେ ପଡୁଛି +2 କିମ୍ବା ହାଇସ୍କୁଲରେ ଥିଲା ପାଠଟି। ସେ ତ ପଢିଥିବେ, ନଚେତ ଯୋଉମାନେ ପଢିଥିବେ ପରବର୍ତ୍ତୀ ସମୟରେ ପଢିଥିବେ ଜୟମାଲ୍ୟ। ଜହର ଏ ମଧ୍ୟ ନାଁ ଜଣା ପଡି ଯାଉଛି ଲେଖକଙ୍କର, ନାଟ୍ୟକାରଙ୍କର। ତେଣୁ ଗୋଟେ ଯୋଉଟା ରହିଲା ମମତା, ମମତା ହଉଛି ସଠିକ ଉତ୍ତର, ଯୋଉଟା କି ଭଞ୍ଜ କିଶୋର ପଟ୍ଟନାୟକଙ୍କର ନୁହେଁ। ତାହେଲେ କାହାର ଏଇଟା? ଇଏ ହଉଛି ଆମର ଅନ୍ୟ ଜଣେ ସେଇ ସମୟର ବିଶିଷ୍ଟ ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କର। ମନେ ରଖିବେ, ରାମଚନ୍ଦ୍ର ମିଶ୍ର, ଭାଇ ଭାଉଜ, ମମତା, ଯୋଉ ସବୁ ମୂଲିଆ, ଏଇ ସବୁ ନାଟକର ରଚୟିତା ରାମଚନ୍ଦ୍ର ମିଶ୍ରଙ୍କର ଇଏ ହଉଛି ଆମର ନାଟକ। ତେଣୁ ରାମଚନ୍ଦ୍ର ମିଶ୍ର ହଉଛନ୍ତି ମମତା ନାଟକର ନାଟ୍ୟକାର। ତେଣୁ ବାକି ଗୁଡାକ ସବୁ ଭଞ୍ଜ କିଶୋରଙ୍କର, ଗୋଟିଏ ମାତ୍ର ନାଟକ ଯୋଉଟା ମମତା ସେ ହଉଛି ଭଞ୍ଜ କିଶୋରଙ୍କର ନୁହେଁ। ଆଜି ଆଲୋଚନାର ଶେଷ ପ୍ରଶ୍ନ ବା 30 ନମ୍ବର ପ୍ରଶ୍ନ। କେଉଁଠି ପ୍ରାଣବନ୍ଧୁଙ୍କ ଏକାଙ୍କିକା ନୁହେଁ? ଓଡିଆ ଏକାଙ୍କିକା ସାହିତ୍ୟରେ ଜଣେ ଦକ୍ଷ ଏକାଙ୍କିକା କାର ହଉଛନ୍ତି ବା ଯାହାଙ୍କର ନାଁ ସ୍ମରଣୀୟ, ସେ ହଉଛନ୍ତି ପ୍ରାଣବନ୍ଧୁଙ୍କର ଏବଂ ସେ ବହୁ ସଂଖ୍ୟକ ଏକାଙ୍କିକା ରଚନା କରି ଯାଇଛନ୍ତି। ଓଡିଆ ସାହିତ୍ୟକୁ ତାଙ୍କର ଅବଦାନ ରହିଛି ଏକାଙ୍କିକା ସାହିତ୍ୟ କ୍ଷେତ୍ରରେ। ତେବେ ଦେଖିବା କଣ କଣ ଅଛି ଅପସନରେ। ଅଥର୍ବ, ହତାଶ ମେଘର ହସ, ଅକିଞ୍ଚନ, ଦଳବେହେରା। ଏଇଟା ମଧ୍ୟ ଆପଣ ମାନଙ୍କୁ କହିଦିଏ, ମନେ ରଖିବାକୁ ପଡିବ। ତେଣୁ ଏଠି କୌଣସି ଟ୍ରିକ୍ କାମରେ ଆସିବ ନାହିଁ। ଯଦିଓ ଆପଣ ମାନେ ଯଦି ପଢିଥିବେ ଆପଣଙ୍କୁ ମନକୁ ଷ୍ଟ୍ରାଇକ୍ କରିବ। ମୁଁ ଏଇଥିରେ ବିଶ୍ୱାସ କରିବି ଯେ ଆମେ ଯଦି ଗୋଟେ ଜିନିଷକୁ ପଢି ଦେଇଥିବା, ଯେତେବେଳେ ପ୍ରଶ୍ନଟି ଦେଖିବା ଆମକୁ ସେତେବେଳେ ମନକୁ ଆସିବ ଯେ କୋଉ ଜିନିଷଟା ଠିକ ଉତ୍ତର। ଯଦି ମନେ ନଥିବ, ଯଦି ମନେ ଅଛି ତାହେଲେ ତ ଠିକ କଥା, ଯଦି ମନେ ନଥାଏ ଆମେ ଅନୁମାନ କରି ମଧ୍ୟ ତାକୁ ସେଇ ସମୟରେ ଇନଷ୍ଟାଣ୍ଟଲି ଆମେ ଚିନ୍ତା କରିକି ଗୋଟେ ଉତ୍ତରଟି ନିର୍ଣ୍ଣୟ କରିପାରିବେ। ତେଣୁ ସେଇଟା କାମରେ ଆସେ, କିନ୍ତୁ ଆମକୁ ପଢିବାକୁ ପଡିବ। ସଠିକ ଉତ୍ତରଟି ହଉଛି ଦଳବେହେରା। ଯଦି ଏଇଟା ଆମର ପ୍ରାଣବନ୍ଧୁ କରଙ୍କର ନୁହଁ, ତାହେଲେ କାହାର ସେଇଟା ମଧ୍ୟ ଆମେ ଜାଣିବାକୁ ପଡିବ। କାହାର ନା କାଳୀଚରଣ ପଟ୍ଟନାୟକଙ୍କର, ଯାହାକି ଐତିହାସିକ ଚରିତ୍ର ଉପରେ ଆଧାରିତ ତାଙ୍କର ଏଇ ଏକାଙ୍କିକା। ତେଣୁ ଏହାର ଏକାଙ୍କିକା କାର ହଉଛନ୍ତି କାଳୀଚରଣ ପଟ୍ଟନାୟକ। ତେଣୁ ସଠିକ ଉତ୍ତରଟି ହବ ଦଳବେହେରା, ଅପସନ ନମ୍ବର 4। ଇଏ ଆମର ପ୍ରାଣବନ୍ଧୁ କରଙ୍କର ଏକାଙ୍କିକା ନୁହେଁ। ତେବେ ଆଜି ଏଇଠି ଆମେ ରଖିବା। ଧନ୍ୟବାଦ ସମସ୍ତଙ୍କୁ। ପୁଣି ଦେଖା ହବ ପରବର୍ତ୍ତୀ ଭିଡିଓ।